Hello friends, welcome to Learning with Preeti, a part of On Academy. आज ମୁଁ ଆପଣମାନଙ୍କ ପାଇଁ OSSC ତରଫରୁ 35 ପୋଷ୍ଟର ଭ୍ୟାକେନ୍ସି ନେଇକି ଆସିଛି ଫୁଡ୍ ସେଫ୍ଟି ଅଫିସରର। ଆଜିର ଡେଟ୍ 30/12/2020 ର ନୋଟିସ୍ ଅଛି ଲେଟର ନମ୍ବର 4515। ହଁ, ଆଗରୁ ତ କହିଦେଲି କ'ଣ ରିକ୍ରୁଟମେଣ୍ଟ ଅଛି। 35ଟା ଭ୍ୟାକେନ୍ସି ବାହାରିଛି ଫୁଡ୍ ସେଫ୍ଟି ଅଫିସର। ତ ସେଇଟାକୁ ନେଇକି ନୋଟିସଟା ରହିଛି। ଆପଣଙ୍କର ଭ୍ୟାକେନ୍ସି ରହିଛି 35, ଯୋଉଥିରେ କି ୟୁଆର୍ ମାନଙ୍କ ପାଇଁ 18ଟି ଭ୍ୟାକେନ୍ସି, ଓମେନ୍ ମାନଙ୍କ ପାଇଁ 3ଟା ରିଜର୍ଭ ରହିଛି। SCBC 4ଟା, ଓମେନ୍ ମାନଙ୍କ ପାଇଁ 2ଟା ଅଛି, SC 6ଟା, ST 7ଟା। ତ ଟୋଟାଲ ଉପରେ ଆପଣଙ୍କର ହେଇଗଲା 35 ଭ୍ୟାକେନ୍ସି ରହିଛି। ଆଉ ସ୍ପେଶାଲ କ୍ୟାଟାଗୋରୀର ବି ଭ୍ୟାକେନ୍ସି, ସ୍ପୋର୍ଟସ ପର୍ସନ ପାଇଁ ଗୋଟେ, ଏକ୍ସ ସର୍ଭିସମ୍ୟାନ ଗୋଟେ ରଖାଯାଇଛି, PWD ମାନଙ୍କ ପାଇଁ 3ଟା ଭ୍ୟାକେନ୍ସି ରିଜର୍ଭ କରିକି ରଖାଯାଇଛି। ଆଉ ଯଦି ଆମେ ଗ୍ରେଡ୍ ପେ କି ସ୍କେଲ ଅଫ୍ ପେ କଥା କହିବା, ତାହେଲେ ଆପଣଙ୍କର ରହୁଛି 16,880 ପର ମନ୍ଥ ଫର ଦ ଫାର୍ଷ୍ଟ ଇୟର। ମାନେ ଚାକିରି ହବାର ପ୍ରଥମ ବର୍ଷରୁ ଆପଣଙ୍କୁ 17,000 ପାଖାପାଖି ସାଲାରୀ ମିଳିଯିବ। ତାପରେ ଆହୁରି ଇନକ୍ରିମେଣ୍ଟ ହବ। ଏଟା ଫାର୍ଷ୍ଟ ଇୟର, ଯୋଉଟା ମାନେ କଣ୍ଟ୍ରାକ୍ଚୁଆଲ ପିରିୟଡ଼ ଫାର୍ଷ୍ଟ ଇୟରର, ସେବେ ଆପଣଙ୍କର ଏତିକି ରହିବ। ଇଲିଜିବିଲିଟି ଯଦି ଆମେ ଦେଖୁଛନ୍ତି ଏଜ୍ କ୍ରାଇଟେରିଆ ଉପରେ, ତ 21ରୁ 32 ବର୍ଷ ପର୍ଯ୍ୟନ୍ତ 1/1/2020 ଅନୁସାରେ ଆପଣ ଯଦି 21ରୁ 32 ବର୍ଷ ଅଛନ୍ତି, ତାହେଲେ ଆପଣ ଇଲିଜିବଲ ପକେଇବା ପାଇଁ। ମିନିମମ୍ ଏଜୁକେଶନାଲ କ୍ୱାଲିଫିକେସନ କଥା ଯଦି ଆମେ କହିବା, ତାହେଲେ डिग्री इन फूड टेक्नोलॉजी, डेयरी टेक्नोलॉजी, बायोटेक्नोलॉजी, ऑयल टेक्नोलॉजी, एग्रीकल्चरल साइंस, वेटरनरी साइंस, बायोकेमिस्ट्री, माइक्रोबायोलॉजी, मास्टर डिग्री इन केमिस्ट्री, डिग्री इन मेडिसिन फ्रॉम AICTE approved institution or recognized university securing minimum 60% of mark। ବୁଝିହେଲା ଆପଣମାନଙ୍କୁ? ଏଇ ସବୁ ଫିଲ୍ଡରେ ଯଦି ଆପଣ ଡିଗ୍ରୀ କରିଛନ୍ତି, ତାହେଲେ ଆପଣ ମାଷ୍ଟର ଡିଗ୍ରୀ ବି ଯଦି କେମିଷ୍ଟ୍ରିର ଅଛି, ତାହେଲେ ଆଉ 60% ମାର୍କ ସହିତ ଅଛି, ତାହେଲେ ଆପଣ ଆପ୍ଲାଏ କରିପାରିବେ। ତା ଛଡ଼ା ଆପଣଙ୍କୁ କମ୍ପ୍ୟୁଟର ଆପ୍ଲିକେସନ, MS ଅଫିସ୍, ପାୱାର ପଏଣ୍ଟ ଉପରେ, ଇଣ୍ଟରନେଟ୍ ସର୍ଭିସ୍ ଉପରେ ନଲେଜ ଥିବା ଦରକାର। ଆଉ ଏକ୍ଜାମ ହବ ଆପଣଙ୍କର ଗୋଟେ ଏକ୍ଜାମ, ଷ୍ଟେଜ୍ 1 ଯୋଉଟା ମେନ୍ ରିଟର୍ନ ଏକ୍ଜାମ, ତାକୁ 200 ମାର୍କର ରହିବ, ଯୋଉଥିରେ କି 2ଟା ପେପର ଆପଣଙ୍କର ରହୁଛି। पेपर 1 ରହିବ कंपोजिट पेपर, ଯୋଉଥିରେ କି ଆପଣ जनरल स्टडी, मैथमेटिक्स, कंप्यूटर एप्लिकेशन, इंग्लिश 100 मार्क ର ରହୁଛି। ଆଉ पेपर 2 ଟା टेक्निकल पेपर ରହିବ, ଯୋଉଟାରେ କି ଆପଣଙ୍କର फूड सेफ्टी एक्ट रूल, केमिस्ट्री 50 मार्क ର ରହିବ। ତ ଏମିତି ଆପଣଙ୍କର पेपर 1 पेपर 2 ଦିଟା ରହୁଛି। କ୍ୱାଲିଫାଇ କଲା ପରେ ଆପଣଙ୍କର स्टेज 2 ହଉଛି कंप्यूटर स्किल टेस्ट ରହିବ। ତାପରେ ଆପଣଙ୍କର सर्टिफिकेट वेरिफिकेशन ରହୁଛି। एग्जामिनेशन फी ଯୋଉଟା ସବୁବେଳେ ପାଇଁ 200 ଟଙ୍କାର ଫି ରଖାଯାଇଛି। ଅଦର ଦେନ୍ SC ST ଆଉ PWD କ୍ୟାଣ୍ଡିଡେଟ୍ ଏମାନଙ୍କ ପାଇଁ ଛାଡ଼ ଅଛି। ତାକୁ ନହେଲେ ବାକି 200 ରୁପିଜ୍ ଆପଣମାନେ ପେମେଣ୍ଟ କରିବାକୁ ପଡ଼ିବ। ଏତିକି ଥିଲା ଇମ୍ପୋର୍ଟାଣ୍ଟ। ଯୋଉମାନେ ଏଇ ସବୁ କ୍ୱାଲିଫିକେସନରେ ବିଲଙ୍ଗସ୍ କରୁଛନ୍ତି, ଆପଣମାନେ ଏଇଟା ଆଡଭର୍ଟାଇଜମେଣ୍ଟ ଆପଣଙ୍କ ପାଇଁ ଆସିଯାଇଛି। ଡେଟ୍ ଆସିନି ପକେଇବାର, ଡେଟ୍ ଆସିଲେ ମୁଁ ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ଇନଫର୍ମ କରିଦେବି। ଅନ୍ ଏକାଡେମୀ ତରଫରୁ ସିଟି ବିଇଡି ପାଇଁ ସାଇନ୍ସ ଆଉ ଆର୍ଟ୍ସ ବୋଥ୍ ଷ୍ଟ୍ରିମ୍ ପାଇଁ କ୍ଲାସ୍ ଷ୍ଟାର୍ଟ ହେଇଯାଇଛି 28 ଡିସେମ୍ବର ମନ୍ଥନ କରିକି। ଯୋଉମାନେ ବି ଜଏନ୍ ହେବାକୁ ଚାହୁଁଛନ୍ତି, ସେମାନେ ଅନ୍ ଏକାଡେମୀ ଭିଜିଟ୍ କରନ୍ତୁ। ଅନ୍ ଏକାଡେମୀ ଇଣ୍ଡିଆର ଲାର୍ଜେଷ୍ଟ ଲର୍ଣ୍ଣିଂ ପ୍ଲାଟଫର୍ମ। ଏଇଟା ତ ସମସ୍ତେ ଜାଣିଛନ୍ତି। ବେଷ୍ଟ ଟିଚର ବି ସେଠି ଆଭେଲେବୁଲ ଅଛନ୍ତି। ତ ଆପଣମାନେ ବିନା ଦ୍ୱନ୍ଦ୍ୱରେ ଯୋଉମାନେ ସିଟି ବିଇଡି ପାଇଁ ପ୍ରିପାରେସନ୍ କରୁଛନ୍ତି, ଭିଜିଟ୍ କରନ୍ତୁ ଅନ୍ ଏକାଡେମୀ। ତ ନେବାକୁ ଚାହୁଁଛନ୍ତି, ତ ଆପଣ ଏନରୋଲ୍ କରିପାରନ୍ତି। କୋଡ୍ ୟୁଜ୍ କରନ୍ତୁ ଲର୍ଣ୍ଣିଂ ୱିଥ୍ ପ୍ରୀତି। ଇନଷ୍ଟାଣ୍ଟ 10% ଡିସ୍କାଉଣ୍ଟ ପାଇଁ ପ୍ଲସ୍ ସବସ୍କ୍ରିପସନ୍ ଯଦି ନେବାକୁ ଚାହୁଁଛନ୍ତି। ହଁ, ଆଉ ଯଦି ଫ୍ରି କ୍ଲାସ୍, ସ୍ପେଶାଲ କ୍ଲାସ୍କୁ ଆକ୍ସେସ୍ କରିବାକୁ ଚାହୁଁଛନ୍ତି, ତାହେଲେ ସେମ୍ କୋଡ୍ ଯୋଉଟା ସ୍କ୍ରିନ୍ରେ ଦେଖାଯାଉଛି ୟୁଜ୍ କରନ୍ତୁ। ତାହେଲେ ଆପଣ ଫ୍ରିରେ ଆକ୍ସେସ୍ କରିପାରିବେ କ୍ଲାସ୍ ମାନଙ୍କୁ। ଆପଣ ପ୍ଲେ ଷ୍ଟୋର୍ ଯାଆନ୍ତୁ, ଆପ୍ ଡାଉନଲୋଡ୍ କରନ୍ତୁ, ଅନ୍ ଏକାଡେମୀର ଲର୍ଣ୍ଣର୍ସ ଆପ୍, ତାପରେ ଗୋଲ୍ ସିଲେକ୍ଟ କରନ୍ତୁ। ଆଉ ଯୋଉ ବି କ୍ଲାସ୍ ଦେଖିବାକୁ ଚାହୁଁଛନ୍ତି, ଆକ୍ସେସ୍ ପାଇଁ ଆପଣଙ୍କୁ କୋଡ୍ ମାଗିବ, ଆପଣ ଏଇ କୋଡ୍ ଦେଇଦେବେ ସ୍ପେଶାଲ କ୍ଲାସ୍, ତାହେଲେ ଆପଣ ଫ୍ରିରେ ଏଟାକୁ ଆକ୍ସେସ୍ କରିପାରିବେ। ଯୋଉମାନେ ନେବାକୁ ଚାହୁଁଛନ୍ତି, ସେମାନେ ଅନ୍ ଏକାଡେମୀ ଭିଜିଟ୍ କରନ୍ତୁ। ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଲାଇକ୍ କରନ୍ତୁ, ଆଉ ସାଙ୍ଗମାନଙ୍କ ସାଙ୍ଗରେ ସେୟାର କରିଦେବେ। ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନରେ ଅନ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।